ଲୋକାପୁଅ ସୁରିଆ। ଲେଖିକା ଲୋପାମୁଦ୍ରା ମହାନ୍ତି। ଅଷ୍ଟମ ଅଧ୍ୟାୟ। କପାଳ ଲିଖନ କେ କରିବ ଆନ। କପାଳ ଲିଖନ କେ କରିବ ଆନ। ଭାଗ୍ୟ ଓ କର୍ମଫଳ ଦେବତାମାନେ ବି ଭୋଗିଛନ୍ତି। ପ୍ରଭୁ ରାମଚନ୍ଦ୍ର ରାଜା ହେବା ପୂର୍ବରୁ 14 ବର୍ଷ ପାଇଁ ବନବାସ ଗଲେ। ଯୋଗୀରାଜ ଶ୍ରୀକୃଷ୍ଣ ମଧ୍ୟ ଜୀବନ ଝଡ଼ରୁ ଊର୍ଦ୍ଧ୍ୱରେ ନଥିଲେ। ଏ ଜନ୍ମରେ ମୁଁ ପରିବାରଠୁ ଶିଖିଲି, ଆମ କର୍ମ ଜନ୍ମ ଆଗରୁ ଲେଖା ଥାଏ। ଜନ୍ମ ସହ କପାଳ ଲିଖନ ଆମେ ନେଇକି ଆସିଥାଉ। ଆମେ ଯାହା ଈଶ୍ୱରଙ୍କୁ ମାଗୁ, ଈଶ୍ୱର ଦିଅନ୍ତି ନାହିଁ। ଆମ ପାଇଁ ଯାହା ପ୍ରାପ୍ୟ ତାହା ହିଁ ଈଶ୍ୱର ଦିଅନ୍ତି। ଆମେ ବେଳେବେଳେ ନାସ୍ତିକ ଭାବ ଦେଖାଇ ଈଶ୍ୱରଙ୍କ ଉପରେ ଆମର ଭକ୍ତି ବିଶ୍ୱାସ ତୁଟାଇ ଦେଉ, କାରଣ ସେ ଆମକୁ ଆମେ ଚାହିଁଥିବା ଜିନିଷ ଦେଲେ ନାହିଁ। ଏହା ମୋର କଥା ନୁହେଁ। ସୁରିଆ ଘରେ ଥିଲେ ସନ୍ଧ୍ୟାରେ ଆମ ଘରେ ମସ୍ତିର ମାହୋଲ ଆରମ୍ଭ ହୋଇଯାଏ। ଗରମ ଗରମ ଭଜା ଚିନାବାଦାମ ନହେଲେ ପକୋଡ଼ି ସହ ଖଟିଟା ବେଶ୍ ଜମେ। ବାପା ସେତେବେଳକୁ ପଥ ଓ ପୃଥିବୀ ଡିକ୍ଟେସନ୍ ଦେଉଥାନ୍ତି। ଆରାମ ଚୌକିରେ ବସି ବାପା ଆରମ୍ଭ କରିଥିଲେ ତାଙ୍କ କଥା। ତାଙ୍କ ବାପା ଚାହୁଁଥିଲେ ସେ ପାଠ ପଢ଼ି ଅଫିସର ହୁଅନ୍ତୁ, ନହେଲେ ଡାକ୍ତର ହୁଅନ୍ତୁ। ମାତ୍ର ରେଭେନ୍ସା କଲେଜରୁ ପାଠ ଛାଡ଼ି ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଲେ। ବ୍ରିଟିଶ ଆଖିରୁ ଦୂରରେ ରହି ଗିରଫଦାରୀ ଏଡ଼ାଇବା ସହ ସଂଗ୍ରାମ ଜାରି ରଖିବାକୁ ସେ ଶାହସପୁରରେ ସେ ନିଜ ଶଶୀ ମାଉସୀଙ୍କ ଘରେ ଆତ୍ମଗୋପନ କରିଥିଲେ। ସେଠାରୁ ଫେରିବା ପରେ ଅର୍ଥ ଉପାର୍ଜନ ପାଇଁ ଜଟଣୀର ଲୁଧିଆନା ସିଲ୍କ କମ୍ପାନୀର ଗ୍ରାମୀଣ ବ୍ୟବସାୟିକ ପ୍ରତିନିଧି ଭାବରେ କାର୍ଯ୍ୟ କଲେ। ସେଇଠୁ ହିଁ ତାଙ୍କ ଜୀବନ ସଂଘର୍ଷ ଆରମ୍ଭ ହେଲା। 1945 ମସିହାରେ କଟକର ନାମକରା ଆଇନଜୀବୀ ମଧୁସୂଦନ ମହାନ୍ତିଙ୍କର ଦି ଅବଜର୍ଭର ସାପ୍ତାହିକୀରେ ସାମ୍ବାଦିକ ଭାବରେ ନିଯୁକ୍ତ ହେଲେ। ତାଙ୍କ ଜୀବନର ପ୍ରଥମ ଇଞ୍ଜିନ୍ ଥିଲା ସାମ୍ବାଦିକତା। ଦି ଅବଜର୍ଭରରୁ ଗଣତନ୍ତ୍ର, କଳିଙ୍ଗ, ଶେଷରେ ଓଡ଼ିଶା ଗଣମାଧ୍ୟମ ଜଗତରେ ଜାଗରଣ ଆଣିଥିବା ଦୈନିକ ସମ୍ବାଦ ପରି ପ୍ରତିଷ୍ଠିତ ଖବରକାଗଜର ସମ୍ପାଦକ ହେଲେ। ତେବେ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା। ନିଜ ଅଭିଶପ୍ତ ପରିବାରର ସମସ୍ତ ଦାୟିତ୍ୱ କାନ୍ଧକୁ ନେଇ ବେଳେବେଳେ ସେ ନାସ୍ତିକ ଭଳି ବ୍ୟବହାର କରନ୍ତି। କିନ୍ତୁ କେଉଁଠି ନା କେଉଁଠି ଜଗନ୍ନାଥଙ୍କ ଚକା ଆଖି ତାଙ୍କୁ ମାର୍ଗଦର୍ଶନ ଦେଉଥିଲା। ମଧୁସୂଦନ ମହାନ୍ତିଙ୍କ କନ୍ୟା ସହ ବିବାହରେ ତାଙ୍କ ଜୀବନର ମୋଡ଼ ପରିବର୍ତ୍ତନ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଗଣତନ୍ତ୍ର ପାର୍ଟିରେ ଯୋଗ ଦେଲେ। ସେହିଠାରୁ ହିଁ ତାଙ୍କ ଜୀବନରେ ତୃତୀୟ ଇଞ୍ଜିନ୍ ଯୋଡ଼ି ହେଲା। ସେ 1952ରୁ 1956 ଯାଏଁ ଗଣତନ୍ତ୍ର ପାର୍ଟିରୁ ରାଜ୍ୟସଭାର ସଭ୍ୟ ହେଲେ। ତାପରେ 1956ରୁ 1962 ମସିହା ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ହୋଇଥିଲେ। କିନ୍ତୁ 1962 ତୃତୀୟ ସାଧାରଣ ନିର୍ବାଚନରେ ସୁରେନ୍ଦ୍ର ଦ୍ୱିବେଦୀଙ୍କ ଠାରୁ ମାତ୍ର 66 ଖଣ୍ଡ ଭୋଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ପରାଜିତ ହେଲେ। ଇତିମଧ୍ୟରେ ସାମ୍ବାଦିକ ସୁରେନ୍ଦ୍ର, ରାଜନେତା ସୁରେନ୍ଦ୍ର ଭାବରେ ଓଡ଼ିଶାରେ ବେଶ୍ ପରିଚିତ ଥିବାବେଳେ ଲେଖକ ତଥା ସାହିତ୍ୟିକ ସୁରେନ୍ଦ୍ର ଭାବରେ ଭିନ୍ନ ଏକ ପରିଚୟ ସୃଷ୍ଟି ହେଲା। ନିଜେ ପଥ ଓ ପୃଥିବୀରେ ସେ ଲେଖିଛନ୍ତି, ଯେତେବେଳେ 212 ଖଣ୍ଡ ଭୋଟରେ ଜିତିଛି ବୋଲି ଖବର ପାଇ ସମର୍ଥକଙ୍କ ସହ ମୁଁ ଇଲେକ୍ସନ ସାର୍ଟିଫିକେଟ୍ ସଂଗ୍ରହ କରିବାକୁ କେନ୍ଦ୍ରାପଡ଼ା ଯାଉଥିଲି, ସେତେବେଳେ ମୋର ସମର୍ଥକ ଜଣାଇଥିଲେ ଯେ ସୁରେନ୍ଦ୍ର ଦ୍ୱିବେଦୀ 66 ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ମୁଁ ଆକସ୍ମିକ ପରାଜୟରେ ହତଚକିତ ହୋଇଯାଇଥିଲି। ଏଥର ଜିତିଥିଲେ ମୁଁ ନିଶ୍ଚୟ କେନ୍ଦ୍ରମନ୍ତ୍ରୀ ହୋଇଥାନ୍ତି। ଏହା ନିୟତିର ବିଡ଼ମ୍ବନା ନୁହେଁ ତ ଆଉ କ'ଣ? ମାତ୍ର ମୋ ଭାଗ୍ୟରେ ଆଉ କିଛି ଲେଖା ଥିଲା। ମୁଁ ହାରିନଥିଲେ ବୋଧହୁଏ ସାହିତ୍ୟିକ ହୋଇପାରିନଥାନ୍ତି। ପୁଣି ସେ ଲେଖିଛନ୍ତି, ଷଷ୍ଠ ଦଶକଟି ମୋର ସାହିତ୍ୟିକ ଜୀବନର ମହତ୍ତର କାଳ। ମୁଁ ନିର୍ବାଚନରେ ସ୍ୱଳ୍ପ ଭୋଟରେ କାହିଁକି ପରାସ୍ତ ହେଲି, ଏବେ ତାର ରହସ୍ୟ ଅନୁଭବ କରୁଛି। ଯେଉଁ ଅଦୃଶ୍ୟ ଶକ୍ତି ତାର ଇଚ୍ଛାରେ ମୋତେ ଏହି ବାଟରେ ନେଇ ଆସିଛି, ଏହା ମଧ୍ୟ ତାର ଏକ ଖିଆଲ। ମୁଁ ନିର୍ବାଚନରେ ପରାସ୍ତ ନ ହୋଇଥିଲେ ମୋର ଶ୍ରେଷ୍ଠ ସାହିତ୍ୟିକ କୃତି ସବୁ କଦାପି ସମ୍ଭବ ହୋଇପାରିନଥାନ୍ତା କି ସାହିତ୍ୟ ଇଞ୍ଜିନ୍ଟା ମୋ ଜୀବନରେ ଯୋଡ଼ି ହୋଇପାରିନଥାନ୍ତା। ଦିନେ ଦିନେ ତାଙ୍କୁ କଂଗ୍ରେସ ବନ୍ଧୁମାନେ ସହାନୁଭୂତି ଦେଖାନ୍ତି। ମୁଁ ସୁରିଆ ହାରିବାର ପିଲା ନୁହେଁ। ସୁରିଆ କହେ, ହାରିଗଲି ତ କ'ଣ ହେଲା? ତୁମେ ସବୁ ମୋ ସହ ବିଶ୍ୱାସଘାତକତା କରିନଥିଲେ ମୁଁ ବହୁ ଭୋଟରେ ବିଜୟୀ ହୋଇଥାନ୍ତି। ମାତ୍ର ମୋ ଜଗାର ଇଚ୍ଛା ଅଲଗା ଥିଲା। ସେଥିପାଇଁ ସେ ମୋତେ ହରାଇ ଦେଲା।
ଇତିମଧ୍ୟରେ ସୁରିଆର ଅଳ୍ପ କେତୋଟି ବହି ପ୍ରକାଶିତ ହୋଇ କିଛି ସଫଳତା ସାଉଁଟିଥିଲା। ସୁରିଆ କହୁଥିଲା, ସେହି ସଫଳତାକୁ ପୁଞ୍ଜି କରି ଊର୍ଦ୍ଧ୍ୱବାହୁ ହୋଇ ନିଜକୁ କବି ସମ୍ରାଟ ବା କଥା ସମ୍ରାଟ ବା ତତୁଲ୍ୟ ବୋଲି ନିଜ ଗୋଷ୍ଠୀରେ ଘୋଷଣା କରି ଆନନ୍ଦ ପାଇବାର ଉଦ୍ୟମ କରିନାହିଁ। ଏବେ ବହୁତ ସମୟ। ଭାବିଲି ପଢ଼ାପଢ଼ି କରି ସମୟ ବିତାଇବି। ପ୍ରଥମରୁ ଆରମ୍ଭ କଲି ସାରଳା ମହାଭାରତ ପଢ଼ିବା। ସାରଳା ମହାଭାରତ ପଢ଼ିବା ବେଳେ ମୋ ଆଖି ଆଗରେ ନାଚି ଯାଉଥିଲା ପୃଥିବୀର ସମ୍ପୂର୍ଣ୍ଣ ଭିନ୍ନ ଏକ ଦୃଶ୍ୟପଟ। ସେତେବେଳେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଶ୍ରୀଭାରତ ଦର୍ପଣ ବ୍ୟତୀତ ସାରଳା ମହାଭାରତ ସମ୍ପର୍କରେ ଅନ୍ୟ କୌଣସି ଆଲୋଚନା ଗ୍ରନ୍ଥ ନଥିଲା। ଏହା ଅତି ପ୍ରାଚୀନ। ବହୁ କଷ୍ଟରେ ଯୋଗାଡ଼ କରି ଶ୍ରୀଭାରତ ଦର୍ପଣ ଆମୂଳଚୂଳ ପଢ଼ିଗଲି। ଏକ ତୁଳନାତ୍ମକ ଆଲୋଚନା ଏବଂ ବିଶ୍ଳେଷଣ ଆଜି ସୁଦ୍ଧା ଓଡ଼ିଆ ସମାଲୋଚନା ସାହିତ୍ୟରେ ପ୍ରକାଶ ପାଇପାରିଲା ନାହିଁ। ଓଡ଼ିଆ ସାହିତ୍ୟର ଆଦି ପର୍ବରେ ଏହି ତୁଳନାତ୍ମକ ଦୃଷ୍ଟି ବିଚାର ପ୍ରଧାନ କଥା। ଓଡ଼ିଆ ସାହିତ୍ୟର ଆଦି ପର୍ବ ପରେ ମୋର ମଧ୍ୟପର୍ବ, ମରାଳର ମୃତ୍ୟୁ, ନୀଳଶୈଳ, ହଂସଗୀତି, ନୀଳାଦ୍ରି ବିଜୟ ଆଦି ଲେଖା ଶେଷ ହେଲା। ଇତିମଧ୍ୟରେ ସବୁଜପତ୍ର, ଧୂସର ଗୋଲାପ ଓଡ଼ିଶା ସାହିତ୍ୟ ଏକାଡେମୀରୁ ପୁରସ୍କାର ପାଇସାରିଲାଣି। କିନ୍ତୁ ଏହା ମୋତେ ଅତି ସାମାନ୍ୟ ମନେ ହେଉଥିଲା। ସବୁଦିନେ ସବୁଥିରେ ମୁଁ ଅତୃପ୍ତ। ଏହା ମୋର ସ୍ୱଭାବ ଥିଲା। ମୁଁ ଭାବେ ତୃପ୍ତି ବା ଆତ୍ମସନ୍ତୋଷ ମୃତ୍ୟୁର ଅନ୍ୟ ରୂପ। ରାତି 10ଟା ବାଜିଲାଣି। ବେବି ବୋଉର ତାଗିଦ, ଔଷଧ ଖାଇ ଶୋଇବ ଚାଲ। ଆସର ଭାଙ୍ଗୁଥିଲା। ଏହି ଆସର କଥା କହୁଛି। 1985 ମସିହାରେ ମୁଁ ରାଉରକେଲା ବିଧାନସଭା କ୍ଷେତ୍ରରେ ଦିଲ୍ଲୀପ ରାୟଙ୍କଠାରୁ 600 ଭୋଟରେ ହାରିଥାଏ। ଯଦିଓ ମୋ ପାଇଁ ପୁଣି ଥରେ ସରକାରୀ କଲେଜରେ ଅଧ୍ୟାପିକା ଚାକିରିର ସୁଯୋଗ ଥିଲା ଓ ରାଜୀବ ଗାନ୍ଧୀ ମୋତେ ରାଜ୍ୟସଭା ପଠାଇବାକୁ ମଧ୍ୟ ଚାହୁଁଥିଲେ, ତେବେ ମୋ ଭାଗ୍ୟରେ ବୋଧହୁଏ ସେସବୁ ନଥିଲା। ମୁଁ ସେଇଦିନ ହିଁ ଅନୁଭବ କରିଥିଲି, ବାପା ଏସବୁ କହିବା ମାନେ ଥିଲା ନିଜ ଭାଗ୍ୟ ଅନୁସାରେ କର୍ମଫଳ ମିଳେ, ଯେଉଁଥିରେ ତୁମେ ତୁମର ସ୍ୱାଭିମାନ ସହ ବଞ୍ଚିପାରିବ। ଚୌକି ଛାଡ଼ୁ ଛାଡ଼ୁ ହସି ହସି ସେ କହିଥିଲେ, ମୋର 3ଟା ଇଞ୍ଜିନ୍ ଥିଲା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି। ତୋର ବି 3ଟା ଇଞ୍ଜିନ୍। ତୁ ଗୋଟେ ମା, ପରିବାର ଗଠନ କଲେ ସମାଜରେ ଆଗାମୀ ଭବିଷ୍ୟତରେ ତୋର ପରିବାରର ଲୋକମାନେ ସୁନାଗରିକ ହେବେ। ଦ୍ୱିତୀୟରେ ତୋର ସମାଜ ସେବା। ତୃତୀୟରେ ତୁ ନିଶ୍ଚୟ ଭଲ ଲେଖିବୁ। ତୋର ଗଳ୍ପ ମୁଁ ପଢ଼ିଛି, କିନ୍ତୁ ଲେଖିବା ପାଇଁ ହେଲେ ଅନୁଭୂତିକୁ ସାଉଁଟିବାକୁ ପଡ଼ିବ। ବହୁତ ବହି ପଢ଼ିବାକୁ ପଡ଼ିବ ଏବଂ ଜଣେ ତପସ୍ୱୀ ପରି ସାହିତ୍ୟ ସାଧନା କରିବାକୁ ପଡ଼ିବ। ଡାଇନିଂ ଟେବୁଲ ପାଖରୁ ବେବି ବୋଉ ଚିତ୍କାର କରୁଥିଲା, ଖାଦ୍ୟ ଥଣ୍ଡା ହେଲାଣି, ଖାଇବା ଆସ। ଆଉ ଏବେ ସେସବୁ ଭାବିବା ବେଳେ ଅନୁଭବ କରେ, ମୋ ବାପା ଗୁରୁ ପରି ଯେଉଁ ଉପଦେଶ ଦେଇଥିଲେ, ତାହା ସତରେ ଏବେ ମୋତେ ବଞ୍ଚିବା ପାଇଁ ପ୍ରେରଣା ଓ ସାହସ ଯୋଗାଉଛି।